ବାରିପଦାର ଏକ ଢାବାରୁ ଜଣେ ଦିବ୍ୟାଙ୍ଗ ନାବାଳକ ଉଦ୍ଧାର। ଜୁନ୍ 27 ତାରିଖ ଦିନ ବାରିପଦା ଉପକଣ୍ଠସ୍ଥିତ ଏକ ଢାବାରୁ ଜଣେ ମୂକ ଓ ବଧିର ଦିବ୍ୟାଙ୍ଗ ନାବାଳକକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟର ଅଧିକାରୀମାନେ ଉଦ୍ଧାର କରିଛନ୍ତି। ଅଧିକାରୀମାନଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତ ବୁଧବାର ରାତିରେ କେହି ଜଣେ ଅଜଣା ବ୍ୟକ୍ତି ଦିବ୍ୟାଙ୍ଗ ଜଣଙ୍କୁ ଢାବାରେ ଏକୁଟିଆ ଛାଡ଼ି ଚାଲିଯାଇଛନ୍ତି। ଢାବା କର୍ମଚାରୀମାନେ ପ୍ରାଧିକରଣ କାର୍ଯ୍ୟାଳୟ ଅଧିକାରୀମାନଙ୍କୁ ଆଜି ଗୁରୁବାର ସକାଳେ ଖବର ଦେଇଥିଲେ। ଖବର ପାଇ ଅଧିକାରୀମାନେ ତୁରନ୍ତ ଉକ୍ତ ଢାବାରେ ପହଞ୍ଚିଥିଲେ। ତେବେ ନାବାଳକଙ୍କ ପରିଚୟ ବିଷୟରେ ପଚାରିବାରୁ ଢାବାର କର୍ମଚାରୀ କୌଣସି ଉତ୍ତର ଦେଇପାରିନଥିଲେ। ଅଧିକାରୀମାନେ ନାବାଳକଙ୍କୁ ତାଙ୍କ ପରିଚୟ ତଥା ଏଠାରେ କିପରି ଆସିଲେ ସେ ସମ୍ପର୍କରେ ସୂଚନା ପାଇବା ପାଇଁ ଯେତେବେଳେ ନାବାଳକକୁ ପଚରାଉଚରା କରିଥିଲେ ସେତେବେଳେ ଜାଣିବାକୁ ପାଇଥିଲେ ନାବାଳକ ଜଣକ ମୂକ ଏବଂ ବଧିର ବୋଲି। ତେବେ ବହୁ କଷ୍ଟରେ ନାବାଳକ ଜଣକ ନିଜ ନାମ ସୋନିଆ ସିଂ ବୋଲି ଜାଣିବାକୁ ପାଇଥିଲେ। ତେବେ କୌଣସି ପରିଚୟ ପତ୍ର ନ ମିଳିବାରୁ ସୋନିଆଙ୍କୁ ପ୍ରାଧିକରଣ ଅଧିକାରୀମାନେ CWC କାର୍ଯ୍ୟାଳୟ କର୍ତ୍ତୃପକ୍ଷଙ୍କ ତତ୍ତ୍ୱାବଧାନରେ ସୁରକ୍ଷିତ ରହିବାର ବନ୍ଦୋବସ୍ତ କରିବାର ସୂଚନା ମିଳିଛି। ବାରିପଦାରୁ ଗୌର ଦାସ ଗିରିଙ୍କ ରିପୋର୍ଟ, ଜନଶକ୍ତି ଟିଭି।